ଜୟ ଜଗନ୍ନାଥ, ୱେଲକମ୍ ଟୁ ମାଇ ନ୍ୟୁ ବ୍ଲଗ୍। ଆମେ ଚାଲିଲୁ ଆଜି କମ୍ପ୍ୟୁଟର କ୍ଲାସ୍ ପିକନିକ୍ ପ୍ରୋଗ୍ରାମ ପାଇଁ। ଚାଲ ଏବେ ଆମର ବୋଟ୍ ଅଛି, ମୋଟଲେଟି ଆଲିଆନ୍ ବୋଟ୍। ଚାଲ ଯିବା ପିକନିକ୍ ପ୍ରୋଗ୍ରାମ। ଚାଲ ଦେଖିବା କେଉଁଠି ଆମେ ବୁଲୁଛେ, ସବୁ ବୁଲେଇକି ଦେଖେଇମୁ। ଚାଲ ଆମେ ଏବେ ବୋଟ୍କୁ ଉଠୁଛନ୍ତି, ଜଲ୍ଦି ଉଠ, ଚାଲ ଯିବା ବୁଲିବା ଆଉ। ନ୍ୟୁୟର 2023 ପିକନିକ୍ ପ୍ରୋଗ୍ରାମ ଦିନେଶ କମ୍ପ୍ୟୁଟର ଏକାଡେମୀର। ମୁଁ ଏବେ ଚାଲିଲି ବୋଟ୍ ଭିତରକୁ। ଭାଇ ଏକା ହାଇ କରିଦେଲେ ସମସ୍ତେ। ଚାଲ ଯିବା ବୋଟ୍ ଭିତରକୁ। ଆମେ ଆଜି ଏବେ ବୋଟ୍ ଭିତରେ ବସିଲେ ବୋଟ୍ ଏବେ ଚାଲିବ। ଆମେ ଯିବା ପୁରୀ ଏବଂ ଭୁବନେଶ୍ୱର ପ୍ରୋଗ୍ରାମ ଅଛି। ଚାଲନ୍ତୁ ବୁଲି ଦେଖିବା କେଉଁ ଜାଗା ବୁଲି ପାରୁଛେ। ଚାଲନ୍ତୁ ଯିବା। ହ୍ୟାଲୋ, ଆମେ ସବୁ ଲୋକମାନେ ଆଜି ବୋଟ୍ ଭିତରେ ବର୍ତ୍ତମାନ ନିଜ ନିଜ ଟିରେ ବସୁଛନ୍ତି। ତାପରେ ବୋଟ୍ ଚାଲିବ। ଆମେ ଲାଗି ସକାଳ କରୁଛନ୍ତି ଦେଖିବା। ଆମେ ଏବେ ସକାଳ ଆଜି ପହଞ୍ଚିଲା ଏଠି ଚନ୍ଦ୍ରଭାଗା ନଦୀକୁ, ସମୁଦ୍ର କୂଳରେ ଚନ୍ଦ୍ରଭାଗା ସମୁଦ୍ର କୂଳରେ କୂଳକୁ ଆମେ ନିତ୍ୟ କାମ ଚାଲି ଯିବା ଚନ୍ଦ୍ରଭାଗା ନଦୀ କୂଳକୁ। ଚନ୍ଦ୍ରଭାଗା ନଦୀ କୂଳର ଭିୟୁ କେମିତି ଅଛି ଦେଖିବା। ଚାଲ ଚନ୍ଦ୍ରଭାଗା ନଦୀ କୂଳ କେମିତି କ'ଣ ଭିୟୁ ଅଛି ଦେଖିବା। ଏବେ କୁହୁଡ଼ି ତ ଦେଖିପାରୁଛି ଆପଣମାନେ ମୋ ପଟାରେ। କୁହୁଡ଼ି ତ ବହୁତ ହେଇଛି, କିଛି ଦେଖା ବି ଯାଉନି। କୁହୁଡ଼ିରେ କ'ଣ ଦେଖିବା, ସୂର୍ଯ୍ୟ ବି ତ ଦେଖା ହେବନି କେମିତି କ'ଣ ଉଠୁଛି। ଚାଲନ୍ତୁ ଯାହା ଦେଖା ହେବ ଯାହା ଦେଖେଇବି ଆପଣମାନଙ୍କୁ ଆଉ କ'ଣ କରିବା। ଭିଡ଼ିଓଟି ଲାଷ୍ଟ ଟାଇମ୍ ଦେଖନ୍ତୁ, ସ୍କିପ୍ କରିବେ ନାହିଁ। ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେଇ ଯାଆନ୍ତୁ। ଆମେ ଏବେ ଆସି ଚନ୍ଦ୍ରଭାଗା ସମୁଦ୍ର କୂଳରେ ପହଞ୍ଚିଲେ। ଚନ୍ଦ୍ରଭାଗା ସମୁଦ୍ର କୂଳର ଭିୟୁ ଏମିତି କିଛି ଅଛି ଆପଣମାନେ ଦେଖିପାରୁଥିବେ। ଏମିତି କିଛି ଭିୟୁ ଅଛି ଚନ୍ଦ୍ରଭାଗା ନଦୀ କହୁଛି ସମୁଦ୍ର କୂଳରେ। ଏମିତି କିଛି ଭିୟୁ ଅଛି। ଏଠି ସବୁ ଆମ ପିଲାମାନେ ଆଉ ସବୁ ବୁଲାବୁଲି କରୁଛନ୍ତି। ଏବେ ଏଠୁ ଆମେ ବୁଲାବୁଲି ଚାଲିକି କୋଣାର୍କ ଆଡ଼କୁ ଗତିପଥ କରିବା। ଆମେ ଜିନିଷ ଚାଲି ଆସିଗଲେ ସମୁଦ୍ର କୂଳକୁ, ଚନ୍ଦ୍ରଭାଗା ସମୁଦ୍ର କୂଳ। କୁହୁଡ଼ି ହେଇଥିବାରୁ ଆମେ ସୂର୍ଯ୍ୟକୁ ଦେଖିପାରିଲେ ନାହିଁ। ସୂର୍ଯ୍ୟ ଏବେ ଉପରକୁ ଉଠିଗଲେଣି, ଦେଖାଯାଉନାହାନ୍ତି। ଆମେ ଏମିତି କିଛି ଭିୟୁ ଅଛି ଆଉ ଆପଣମାନେ ଦେଖିପାରୁଥିବେ। ସମୁଦ୍ରର ଢେଉ କେମିତି ଆସୁଛି ଆପଣ ଦେଖିପାରୁଥିବେ। କେତେ ଲହଡ଼ିଟା କେତେ ଦୂରରେ ଆସୁଛି ଆପଣମାନେ ଦେଖିପାରୁଥିବେ। ଲହଡ଼ି ବହୁତ ଦୂରରେ ଆସୁଛି ଆପଣମାନେ ଦେଖିପାରୁଥିବେ। ଦେଖିପାରୁଥିବେ ପାଣି କେତେ ଦୂର ଆସୁଛି। ମୋ ଗୋଡ଼ ବି ଉଦା ହେଇଯାଉଛି। ଏବେ ଆମେ ଆସି କୋଣାର୍କ ପାଖରେ ପହଞ୍ଚିଲେ। କୋଣାର୍କ ଆଡ଼କୁ ଗତିପଥ କରୁଛେ। କୋଣାର୍କର କେମିତି କ'ଣ ଭିୟୁ ଅଛି ଚାଲନ୍ତୁ ଭିତରକୁ ଯିବା ଏବଂ କୋଣାର୍କର କେମିତି କ'ଣ ଭିୟୁ ଅଛି ଦେଖିବା। ଦେଖିକି ଆସିବା ଆଉ କେମିତି କ'ଣ ଭିୟୁ ଅଛି କୋଣାର୍କ ମନ୍ଦିର। କୋଣାର୍କ ମନ୍ଦିର ବୁଲାବୁଲି କରିଯାଇକି ଆମେ ବାହାରିବା ପୁରୀ ଅଭିମୁଖେ। ପୁରୀ ମନ୍ଦିର ଅଭିମୁଖେ ଚାଲନ୍ତୁ ଯିବା। ଆଗେ କୋଣାର୍କ ବୁଲି ଆସିବା। କୋଣାର୍କ ବୁଲି ଆସିଲା ପରେ ପୁରୀ ଅଭିମୁଖେ ବାହାରିଯିବା। ପୁରୀ ମନ୍ଦିର ଅଭିମୁଖେ ମହାବାହୁ ବା ଜଗନ୍ନାଥଙ୍କ ଅଭିମୁଖେ ବାହାରିଯିବା।
ଆମେ ଏବେ ଭିତରେ ଆଠି ପହଞ୍ଚିଲେ ଯେ କୋଣାର୍କ ମନ୍ଦିର ଭିତରେ। କୋଣାର୍କ ମନ୍ଦିର ଭ୍ୟୁ ଏମିତି କିଛି ଅଛି। ଆମକୁ ଭିତରକୁ ଆସିବା ପାଇଁ 40 ଟଙ୍କା ଟିକଟ କାଟିକି ଆସିବାକୁ ପଡ଼ିଲା ଏବଂ ଇଣ୍ଡିଆନ୍ ଲୋକ ପାଇଁ ଆମର 40 ଟଙ୍କା ଏବଂ ଯେଉଁମାନେ ବାହାରୁ ଆସୁଛନ୍ତି ବାହାର ରାଜ୍ୟରୁ ତାଙ୍କ ପାଇଁ 14 ଟଙ୍କା ଟିକଟ। ଆପଣମାନେ ଯେଉଁମାନେ ଆସିଥିବେ ମଧ୍ୟ ଜାଣିବି ଥିବେ ଏମିତି ଟିକଟ କିଛି କଟା ଯାଉଛି, ତାପରେ ଭିତରକୁ ଆସିବା ପାଇଁ ଦିଆଯାଉଛି, ନହେଲେ ବାର ବୁଲିକି ଯିବା ପାଇଁ ପଡ଼ୁଛି ଯେଉଁମାନେ ଟିକଟ କାଟୁ ନାହାନ୍ତି। ଏମିତି କିଛି ଭ୍ୟୁ ଅଛି ଆପଣମାନେ ଦେଖିପାରୁଥିବେ କୋଣାର୍କ ମନ୍ଦିର। ଚାଲନ୍ତୁ ଚାରିକର ବୁଲି ଦେଖିବା କେମିତି କ'ଣ ଭ୍ୟୁ ଅଛି। ଆଉ କୋଣାର୍କ ମନ୍ଦିର ପହଞ୍ଚିଲେ ଏମିତି ଟିକେ କୁହୁଡ଼ି ବି କାନି ନାହିଁ, କୁହୁଡ଼ି ଟିକେ ଅଛି, ବେଶୀ ନାହିଁ ଏତେ, ଆଉ ଏତେ ଜଣା ପଡ଼ୁନି, ଟିକେ ଅଛି। ଲୋକ ବି ଏଠି ଆମର ବହୁତ ବୁଲୁଛନ୍ତି, ଆପଣ ଦେଖିପାରୁଥିବେ। ଏଇଟା ଆମର ଫାର୍ଷ୍ଟ ଡେ ପ୍ରୋଗ୍ରାମ ଦେଖନ୍ତୁ, ସେକେଣ୍ଡ ଡେ ପ୍ରୋଗ୍ରାମ ଗୋଟେ ଭିଡ଼ିଓରେ ହେଇଯାଇଛି, ଆପଣ ଦେଖିପାରିବେ। ଆଉ କୋଣାର୍କ ମନ୍ଦିର ଚାରିପାଖର ଭ୍ୟୁ କେମିତି କ'ଣ ଅଛି ଆପଣ ଦେଖିପାରୁଥିବେ। ଚାଲନ୍ତୁ ଚାରିପାଖର ଭ୍ୟୁ କେମିତି କ'ଣ ଅଛି ଦେଖିବା। ଭ୍ୟୁ କେମିତି କ'ଣ ଅଛି ଚାଲନ୍ତୁ ଦେଖିବା। ଚାରିପାଖର ଭ୍ୟୁ ଏମିତି କିଛି ଅଛି ଭ୍ୟୁ। ଲୋକ ବି ସେପଟେ ବୁଲାବୁଲି କରୁଛନ୍ତି, ବହୁତ ଲୋକ ଏବେ ଅଛନ୍ତି। ତେବେ ତ ଟୁରିଷ୍ଟ ଟାଇମ୍ ଆଉ ବୁଲାବୁଲି ଟାଇମ୍ ଆଉ ନୂଆ ବର୍ଷ ଆସିଗଲା, ସବୁ ତ ବୁଲିବେ ଆଉ କ'ଣ କରିବେ। ଭିଡ଼ ବି ବହୁତ ଅଛି। କାରୁକାର୍ଯ୍ୟ କେତେ ସୁନ୍ଦର ହେଇଛି ଆପଣମାନେ ଦେଖିପାରୁଥିବେ। ଯେଉଁ ଆମର ଭାରତ ବଢ଼େଇ କାମ କରିଥିଲେ କୋଣାର୍କ ମନ୍ଦିର, କାରୁକାର୍ଯ୍ୟ କେତେ ସୁନ୍ଦର ହେଇଛି ଆପଣ ଦେଖିପାରୁଥିବେ। ବହୁତ ସୁନ୍ଦର କାରୁକାର୍ଯ୍ୟ ହେଇଛି ଆପଣ ଦେଖିପାରୁଥିବେ। ଏମିତି କିଛି ଭ୍ୟୁ ଅଛି କୋଣାର୍କ ମନ୍ଦିର, ଆପଣ ଦେଖିପାରୁଥିବେ ଫୁଲ୍ କୋଣାର୍କ ମନ୍ଦିର। ଆମେ ଏବେ ଆସି ପହଞ୍ଚିଲେ ଯେ ବେଳାଭୂମି ପାଖରେ, ପୁରୀ ବେଳାଭୂମି। ପୁରୀ ବେଳାଭୂମିରେ ଏମିତି କିଛି ଭ୍ୟୁ ଅଛି, କେତେ ଲୋକ ବି ଅଛନ୍ତି ଆପଣ ଦେଖିପାରୁଥିବେ। ଏବେ ମୋ ଟାଇଲ୍ଟା ଟିକେ ଦେଖନ୍ତୁ କେତେ ଟାଇଲ୍ ମାରୁଛି। ଏବେ ତ ଆମେ ଠିଆ ହେଇଥିଲୁ ପିଲାମାନେ ଭାଇମାନେ ଗାଧୋଇବେ ବୋଲି। ଆମେ ଏବେ ବାହାରିଲୁ ଲୋକନାଥ ଅଭିମୁଖେ। ଲୋକନାଥ ଭିତରକୁ କ୍ୟାମେରା ଆଲାଉ ନାହିଁ, ତ ମୁଁ ଖାଲି ଦାଉଟିଆ ଭିଡ଼ିଓଟା କରିଦେଇଛି, ତ ଲୋକନାଥ ଭିତରକୁ କ୍ୟାମେରା ଆଲାଉ ନାହିଁ। ଲୋକନାଥ ପରେ ଆମେ ଯିବୁ। ଲୋକନାଥ ପରେ ଆମେ ପୁରୀ ମନ୍ଦିର ଯିବା। ଲୋକନାଥର ଭିତରକୁ କ୍ୟାମେରା ମୋବାଇଲ ଆଲାଉ ନାହିଁ, ଆଉ କ'ଣ କରିବା। ଭିତର ଭ୍ୟୁ ଦେଖିଥାନ୍ତି କେମିତି ଅଛି, ଆଉ ଦେଖିପାରିବିନି, ଆଲାଉ ନାହିଁ କ୍ୟାମେରା। ଆମେ ଏବେ ଆସିଲେ ଯେ ପୁରୀ ମନ୍ଦିର। ପୁରୀ ମନ୍ଦିର ପହଞ୍ଚିଲେ ଯେ ପୁରୀ ମନ୍ଦିର ଭିତରକୁ ତ ମୋବାଇଲ ଆଲାଉ ନାହିଁ। ଆପଣ ତ ମୋତେ ଜାଣିଥିବେ ଏଇଟା କିଏ କାହାର ରହିଯାଇଛି, ମୋ ପଛରେ ଭାଇ ଠିଆ ହେଇଥିଲି ଜଣେ। ପୁରୀ ମନ୍ଦିର ଭ୍ୟୁ ଏମିତି କିଛି ଅଛି। ଆମେ ଏବେ ସେକେଣ୍ଡ ଡେ ପାଇଁ ପ୍ରୋଗ୍ରାମ ବାହାରିଗଲେ ଭୁବନେଶ୍ୱର ପ୍ରୋଗ୍ରାମ। ଫାର୍ଷ୍ଟ ଥିଲା ପୁରୀର ପ୍ରୋଗ୍ରାମ, ଆମେ ଏବେ ସେକେଣ୍ଡ ଡେ ଭୁବନେଶ୍ୱର ପ୍ରୋଗ୍ରାମ ପାଇଁ ବାହାରିଗଲେ। ବହୁତ ବସିଲେ ଏଇଟା ଭୁବନେଶ୍ୱର ଫାର୍ଷ୍ଟ ଯିବା ଲିଙ୍ଗରାଜ। ଚାଲନ୍ତୁ ଲିଙ୍ଗରାଜ କେମିତି କ'ଣ ଭ୍ୟୁ ଅଛି ଦେଖିବା। ଲିଙ୍ଗରାଜ ଭିତରକୁ ବି ମୋବାଇଲ ଆଲାଉ ନାହିଁ, ଆପଣମାନେ ଜାଣିଥିବେ। ଯେଉଁମାନେ ଯାଇଥିବେ ଲିଙ୍ଗରାଜ ଭିତରକୁ ଜାଣିଥିବେ, ଲିଙ୍ଗରାଜ ଭିତରକୁ ମୋବାଇଲ ଏକା ଆଲାଉ ନାହିଁ। ଚାଲନ୍ତୁ ଯିବା, ଯାଇକି ପହଞ୍ଚି କେମିତି କ'ଣ ଭ୍ୟୁ ଅଛି ଦେଖିବା ବାହାରୁ। ଆମେ ଆସିକି ଏବେ ଲିଙ୍ଗରାଜ ମନ୍ଦିର ପାଖରେ ପହଞ୍ଚିଲେ। ବାହାରର ଭ୍ୟୁ ଏମିତି କିଛି ଅଛି ଆପଣମାନେ ଦେଖିପାରୁଥିବେ। ଆପଣମାନେ ଦେଖିପାରୁଥିବେ ବାହାର ଭ୍ୟୁ ଏମିତି କିଛି ଅଛି। ଭିତରକୁ ତ କ୍ୟାମେରା ମୋବାଇଲ ଏକା ଆଲାଉ ନାହିଁ। ଏଇଟା ହେଉଛି ଆମର ସେକେଣ୍ଡ ଡେ ପ୍ରୋଗ୍ରାମ। ଫାର୍ଷ୍ଟ ଡେ ପ୍ରୋଗ୍ରାମ ପୁରୀ ଗଲା, କୋଣାର୍କ ସେକେଣ୍ଡ ଡେ ପ୍ରୋଗ୍ରାମ। ତାପରେ ଲିଙ୍ଗରାଜ ବୁଲି ସାରି ଆମେ ଆସିକି ପହଞ୍ଚିଗଲେ ଉଦୟଗିରି ଖଣ୍ଡଗିରି। ଭାଇମାନେ ତ ଯାଉଛେ ଆମେ ଉଦୟଗିରି ଖଣ୍ଡଗିରି। ଚାଲନ୍ତୁ ଯିବା ଉଦୟଗିରି ଖଣ୍ଡଗିରି କେମିତି କ'ଣ ଭ୍ୟୁ ଅଛି ଦେଖିବା। ଏବଂ ଉଦୟଗିରି ଖଣ୍ଡଗିରି ମଧ୍ୟ ଟିକଟ ମଧ୍ୟ କଟାଯାଏ। କେତେ କ'ଣ ଟଙ୍କା ଟିକଟ କଟାଯାଉଛି ଚାଲନ୍ତୁ ଦେଖିବା।
କେମିତି କ'ଣ ଟିକେଟ୍ କଟା ହେଉଛି ଉଦୟଗିରି ଖଣ୍ଡଗିରିର ଚାଲନ୍ତୁ ଦେଖିବା। ଏବେ ଆମେ ଟିକେଟ୍ କାଟିଦେଲେ ଟିକେଟ୍ର ମୂଲ୍ୟ ଥିଲା 25 ଟଙ୍କା। ମୁଁ ଏବେ ଟିକେଟ୍ କାଟିଛି। ଏବେ ତାହେଲେ ଭିତରକୁ ଯିବା। ଏବେ ମୁଁ ଚାଲିଲି ଭିତରକୁ। ଏବେ ଚାଲିଲେ ଆମେ ଖଣ୍ଡଗିରି, ତାପରେ ଯିବା ଉଦୟଗିରି। ଖଣ୍ଡଗିରିର ଭିୟୁ ଏମିତି କିଛି ଅଛି ତଳେ। ଚାଲନ୍ତୁ ଉପରକୁ ଯିବା। ଉପରେ କେମିତି କ'ଣ ଭିୟୁ ଅଛି ଦେଖିବା। ଚାଲ ଦୌଡ଼ି ଦୌଡ଼ି ଚାଲିଲି ମୁଁ ଉପରକୁ। ଦେଖନ୍ତୁ ଦୌଡ଼ି ଦୌଡ଼ି ଚାଲିଛି ଉପରକୁ। ମୋ ପଛରେ ଆମର କେହି ଆସୁନାହାନ୍ତି। ମୁଁ ଏକା ଚାଲିଲି ଉପରକୁ। ଚାଲ ଦୌଡ଼ି ଦୌଡ଼ି ପହଞ୍ଚିଗନି ଏକାଠିରେ ଖଣ୍ଡଗିରି ଉପରେ। ଆପଣମାନେ ଦେଖିପାରୁଥିବେ। ଏବେ ଦୌଡ଼ି ଦୌଡ଼ି ମୁଁ ଖଣ୍ଡଗିରି ଉପରେ ପହଞ୍ଚିଗନି। ଆପଣ ଦେଖିପାରୁଥିବେ। ଏବଂ ମୁଁ ଖଣ୍ଡଗିରିର ଅଧା ଭାଗରେ ଅଛି। ପୁରା ଉପରକୁ ଚାଲନ୍ତୁ ଯିବା। ଖଣ୍ଡଗିରି ପାହାଡ଼ରେ ମୁଁ ଅଧା ଉପରେ ଅଛି। ଚାଲନ୍ତୁ ପୁରା ଉପରକୁ ଯିବା। ମୁଁ ପୁରା ଉପରର ଭିୟୁ ମଧ୍ୟ ଦେଖେଇବା କେମିତି କ'ଣ ଅଛି ଭିୟୁ। ପୁଣି ଦୌଡ଼ି ଦୌଡ଼ି ଚାଲି ଉପରକୁ। ଚାଲ ଆମେ ଆଜି ଅଧା ଉପରେ ହେଇଗଲେଣି। ଏମିତି କିଛି ଭିୟୁ ଅଛି ଆପଣ ଦେଖିପାରୁଥିବେ। ଗୋଟେ ଏକା ଆସିଛି ଆଉ। ଚାଲନ୍ତୁ ପୁରା ଉପରକୁ ଯିବା। ମୁଁ ପୁରା ଉପରର ମଧ୍ୟ ଭିୟୁ ଦେଖେଇବା କେମିତି କ'ଣ ଅଛି ଭିୟୁ। ଚାଲନ୍ତୁ ଦେଖିବା। ଏମିତି କିଛି ଏରିଆର ଭିୟୁ ଅଛି ଆମର ଗଣେଶ ଗୁମ୍ଫାର। ସାମ୍ନା ପଟୁ କ୍ୟାମେରା କରିକି ଦେଖେଇମି। ଗଣେଶ ଗୁମ୍ଫାର ଏମିତି କିଛି ଭିୟୁ ଅଛି। ଟିକେ ଅପେକ୍ଷା କରନ୍ତୁ। ସାମ୍ନାର କ୍ୟାମେରା କରି ଦେଖୁଛୁ। ଏବେ ସାମ୍ନାର କ୍ୟାମେରା ହେଇଯାଇଛି। ଦେଖନ୍ତୁ ଗଣେଶ ଗୁମ୍ଫାର ଏହା ନାଁ ହେଉଛି ଗଣେଶ ଗୁମ୍ଫା। ଗଣେଶ ଗୁମ୍ଫାର ଭିୟୁ ଏମିତି କିଛି ଅଛି ଆପଣମାନେ ଦେଖିପାରୁଥିବେ। ଚାଲନ୍ତୁ ଉପରକୁ ଯିବା। ଖଣ୍ଡଗିରି ଉପରକୁ ଯିବା। ତାପରେ ଆମେ ଉଦୟଗିରି ଯିବା। ଉଦୟଗିରିର ଭିୟୁ କେମିତି କ'ଣ ଅଛି ଦେଖିବା। ଉଦୟଗିରି ପାହାଡ଼ର ଉଦୟଗିରି ଖଣ୍ଡଗିରି ବହୁତ ପାଖରେ। ଖଣ୍ଡଗିରି କାଟିଲେ ଯେଉଁ 25 ଟଙ୍କା ଟିକେଟ୍ କାଟିଲେ ଆଉ ଟିକେଟ୍ କାଟିବା ପାଇଁ ଆପଣଙ୍କୁ ପଡ଼ିବନି। ସେଇ ଟିକେଟ୍ରେ ଆପଣ ଉଦୟଗିରି ଖଣ୍ଡଗିରି ଦୁଇଟା ଜାଗା ବୁଲିପାରିବେ। ଉପରକୁ ଆସିଲା ବେଳେ ଦେଖନ୍ତୁ ମୁଁ କେତେ ଉପରକୁ ବହି ଆସିଛି। ଆମେ ବହୁତ ଉପରକୁ ଯାଉଛି। ଖଣ୍ଡଗିରିର ବହୁତ ଉପରକୁ ଯାଉଛି ମୁଁ ଏବେ। ଆପଣ ଦେଖିପାରୁଥିବେ। ଚାଲିଛି ମୁଁ ଏବେ ବହୁତ ଉପରକୁ। ଏବେ ଉପରେ ଆସି ପହଞ୍ଚିଯାଇଛି। ଚାଲନ୍ତୁ ଉପର ଭିୟୁ କେମିତି କ'ଣ ଅଛି ଦେଖେଇବା। ଉପରେ ବି ଏମିତି କ'ଣ ଅଛି। ସେପଟେ ତିରଙ୍ଗା ଫଟୋ ଉଡ଼ୁଥିଲା। ଏବେ ସମସ୍ତେ ଆସି ଉପରେ ପହଞ୍ଚି ଯାଇଛନ୍ତି। ସମସ୍ତେ ଫଟୋ ଉଠାଇବାର ଭିଡ଼ିଓ ଦେଖିପାରୁଥିବେ। ଏବଂ ଭାଇରାଲ୍ ଗାର୍ଲ OG002 ଇନଷ୍ଟାରେ ମାରିଦେଲେ ବାହାରି ପଡ଼ିବ। ସେ ଏଠି ଫଟୋ ଉଠାଉଛି। କ୍ୟାମେରାମ୍ୟାନ୍ ହେଇଯାଇଛି। ଦେଖନ୍ତୁ ଚାରିଆଡ଼େ ଭିୟୁ କେମିତି ଅଛି। ତଳକୁ କେମିତି ଦେଖାହେଉଛି ସବୁ ତ ଆପଣମାନେ ଦେଖିଲେ ଆଉ। ତଳକୁ ଏମିତି କିଛି ଭିୟୁ ଅଛି। କେତେ ଉପରେ ଅଛି ଆପଣମାନେ ଦେଖିପାରୁଥିବେ। ଆରକରେ ଉଦୟଗିରି ପାହାଡ଼ ମଧ୍ୟ ଦେଖାଯାଉଛି। ମନ୍ଦିରଟା ବି ମଧ୍ୟ ଦେଖାଯାଉଛି। ମନ୍ଦିର ଭିତରକୁ କ୍ୟାମେରା ଆଲାଉ ନାହିଁ। ଏପଟେ କିଛି ଗୁମ୍ଫା ଭଳିଆ ହେଇଥିଲା ଉଦୟଗିରିର ଦେଖିଲେ ଆପଣ। ଏବେ ଆମେ ଚାଲିଲେ ଉଦୟଗିରି ପାହାଡ଼। ଚାଲନ୍ତୁ ଉଦୟଗିରି ପାହାଡ଼ ଉପରକୁ ଯିବା। କେମିତି କ'ଣ ଭିୟୁ ଅଛି ଦେଖିବା ଆଉ। ଉଦୟଗିରି ପାହାଡ଼ ଉପରେ ଯେଉଁ ମନ୍ଦିର ଅଛି। ମନ୍ଦିର ଭିତରକୁ ମୋବାଇଲ୍ ଆଲାଉ ଅଛି କିନ୍ତୁ ମୋବାଇଲ୍ରେ ଫଟୋ ଉଠାଇବା ଆଲାଉ ନାହିଁ। ଫାଇନ୍ ଦେବାକୁ ପଡ଼ିବ। ସେଥିପାଇଁ ମନ୍ଦିର ଭିତର ଭିଡ଼ିଓ କିଛି କରିନାହିଁ। ଖାଲି ପାହାଡ଼ର ଭିଡ଼ିଓ ହେଇଛି। ଆପଣମାନେ ଦେଖିପାରୁଥିବେ ଏମିତି କିଛି ପାହାଡ଼ର ଭିୟୁ ଅଛି। ଏମିତି କିଛି ପାହାଡ଼ର ଭିୟୁ ଅଛି ଆପଣମାନେ ଦେଖିପାରୁଥିବେ। ଚାଲନ୍ତୁ ଉପରକୁ ଯିବା। ଉପରରୁ ପୁରା ଭିୟୁ ଦେଖିବା। ଖଣ୍ଡଗିରି ଠାରୁ ଉଦୟଗିରି ପାହାଡ଼ର ଉଚ୍ଚତା ଅଧିକ ଆପଣମାନେ ଜାଣିପାରୁଥିବେ। ଦେଖିକି ଜାଣିପାରୁଥିବେ। ଆରକର ଖଣ୍ଡଗିରି ପାହାଡ଼ ମଧ୍ୟ ଦେଖା ବି ଯାଉଛି। ଏବେ ଆମେ ଆସି ପହଞ୍ଚି ଯାଇଛେ କୋଣାର୍କ ନନ୍ଦନକାନନ।
ଲାଷ୍ଟ ପ୍ରୋଗ୍ରାମ ଆମ ନନ୍ଦନକାନନ ପହଞ୍ଚି ନନ୍ଦନକାନନ ବୁଲି ସାରି ଆମେ ଘର ଅଭିମୁଖେ ବାହାରିବା। ରାତିସାରା ବସ୍ ବସିବା। ରାତିସାରା ବସ୍ ବସି ଘରକୁ ଯିବା। ସକାଳୁ ଯାଇକି ଘରେ ପହଞ୍ଚିବା। ଆମେ ଚାଲିଲେ ନନ୍ଦନକାନନ ଭିତରେ ନନ୍ଦନକାନନ ବୁଲି ସାରି ଘରକୁ ଯିବା। ରାତିସାରା ବସ୍ ଚାଲିବ। ସକାଳୁ ଯାଇକି ଘରେ ପହଞ୍ଚିବା। ରହିଲି, ଦେଖା ହେବ ଏକ ନେକ୍ସଟ ବ୍ଲଗରେ। ସେଥିପାଇଁ ମୋ ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଯେଉଁମାନେ ଲାଷ୍ଟ ଯାଏଁ ଭିଡ଼ିଓ ଦେଖିଛନ୍ତି ତାଙ୍କୁ ମୋ ତରଫରୁ ଅଶେଷ ଧନ୍ୟବାଦ। ଏବଂ ମୋ ବ୍ଲଗ୍ ଯଦି ଭଲ ଲାଗିଛି ଟିକେ ଲାଇକ୍ ସେୟାର କରିବାକୁ ଭୁଲିବେ ନାହିଁ। ଚାଲନ୍ତୁ ନନ୍ଦନକାନନ ଭିତରେ ବୁଲିବା। ମୁଁ ରହିଲି, ଦେଖା ହେବ ନେକ୍ସଟ ବ୍ଲଗରେ।